ଓମ୍ ଶାନ୍ତି। 1 ଡିସେମ୍ବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ପ୍ରତ୍ୟେକ ଦିନ ବିଚାର ସାଗର ମନ୍ଥନ କର, ତେବେ ଖୁସି ବଢ଼ି ଚାଲିବ। ଚାଲିବା ବୁଲିବା ସମୟରେ ମଧ୍ୟ ମନେ ରହୁ ଯେ ମୁଁ ସୁଦର୍ଶନ ଚକ୍ରଧାରୀ ଅଟେ। ପ୍ରତ୍ୟେକ ଦିନ ବିଚାର ସାଗର ମନ୍ଥନ କର, ତେବେ ଖୁସି ବଢ଼ି ଚାଲିବ। ଚାଲିବା ବୁଲିବା ସମୟରେ ମଧ୍ୟ ମନେ ରହୁ ଯେ ମୁଁ ସୁଦର୍ଶନ ଚକ୍ରଧାରୀ ଅଟେ। ଆଜିର ପ୍ରଶ୍ନ, ନିଜର ଉନ୍ନତି କରିବାର ସହଜ ସାଧନ କ'ଣ? ନିଜର ଉନ୍ନତି କରିବାର ସହଜ ସାଧନ କ'ଣ? ଉତ୍ତର, ନିଜର ଉନ୍ନତି ପାଇଁ ଦୈନିକ ପୋତାମେଲ ଅର୍ଥାତ୍ ଚାର୍ଟ ରଖ। ଯାଞ୍ଚ କର, ଆଜି ସାରା ଦିନରେ କୌଣସି ଆସୁରୀ କାମ କରିନାହିଁ ତ? ଯେପରି ବିଦ୍ୟାର୍ଥୀମାନେ ନିଜର ପାଠପଢ଼ାର ବିବରଣୀ ଖାତା ଅର୍ଥାତ୍ ରେଜିଷ୍ଟର ରଖିଥାନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ଦୈବୀ ଗୁଣର ରେଜିଷ୍ଟର ରଖ, ତେବେ ଉନ୍ନତି ହୋଇ ଚାଲିବ। ଗୀତ, ଦୂର ଦେଶ କେ ରହନେ ୱାଲା ଆଏ ଦେଶେ ପରାଏ। ଓମ୍ ଶାନ୍ତି। ପିଲାମାନେ ଜାଣିଛନ୍ତି ଦୂର ଦେଶ କେଉଁ ସ୍ଥାନକୁ କୁହାଯାଉଛି। ଦୁନିଆରେ କେହି ଜଣେ ବି ମନୁଷ୍ୟ ଏହି କଥା ଜାଣିନାହାନ୍ତି। ଭଲେ କେହି କେତେ ବି ବହୁତ ବଡ଼ ବିଦ୍ୱାନ ବା ପଣ୍ଡିତ ହୋଇଥାନ୍ତୁ, କିନ୍ତୁ ଏହାର ଅର୍ଥ କେହି ଜାଣିନାହାନ୍ତି। ତୁମେ ପିଲାମାନେ ଜାଣିଛ। ବାବା ଯାହାଙ୍କୁ ସବୁ ମନୁଷ୍ୟ ମାତ୍ରକେ ହେ ଭଗବାନ କହି ମନେ ପକାଉଛନ୍ତି, ସେ ନିଶ୍ଚିତ ଭାବେ ଉପରେ ଅର୍ଥାତ୍ ମୂଳବତନରେ ଅଛନ୍ତି। ଏକଥା ଆଉ କାହାକୁ ବି ଜଣା ନାହିଁ। ଏହି ଡ୍ରାମାର ରହସ୍ୟକୁ ମଧ୍ୟ ଏବେ ତୁମେ ପିଲାମାନେ ବୁଝୁଛ। ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଯାହା ହୋଇଯାଇଛି ଏବଂ ଯାହା ହେବାର ଅଛି, ସବୁକିଛି ତୁମ ବୁଦ୍ଧିରେ ଅଛି। ଏହି ସୃଷ୍ଟିଚକ୍ର କିପରି ଘୁରୁଛି ତାହା ବୁଦ୍ଧିରେ ରହିବା ଦରକାର ନା? ତୁମ ସନ୍ତାନମାନଙ୍କ ମଧ୍ୟରେ ବି ବୁଝିବାର କମ୍ ବେଶୀ ରହିଛନ୍ତି। ବିଚାର ସାଗର ମନ୍ଥନ କରୁନାହାନ୍ତି, ସେଥିପାଇଁ ଖୁସିର ଅନୁଭବରେ ବୃଦ୍ଧି ହେଉନାହିଁ। ଉଠିବା ବସିବା ସମୟରେ ବୁଦ୍ଧିରେ ରହିବା ଦରକାର ଯେ ମୁଁ ସୁଦର୍ଶନ ଚକ୍ରଧାରୀ ଅଟେ। ମୋତେ ସୃଷ୍ଟିଚକ୍ରର ଆଦିରୁ ଅନ୍ତ ପର୍ଯ୍ୟନ୍ତ ସବୁ କଥା ଜଣାଅଛି। ତୁମେ ଏଠାରେ ବସିଥିଲେ ମଧ୍ୟ ତୁମର ମୂଳବତନ ବା ଶାନ୍ତିଧାମ କଥା ମନେ ପଡ଼ୁଛି। ତାହା ହେଲା ସୁଇଟ୍ ସାଇଲେନ୍ସ ହୋମ, ନିର୍ବାଣ ଧାମ, ଶାନ୍ତିଧାମ, ଯେଉଁଠାରେ ଆତ୍ମାମାନେ ରହିଥାନ୍ତି। ତୁମମାନଙ୍କ ବୁଦ୍ଧିରେ ଏ ସମସ୍ତ କଥା ତୁରନ୍ତ ମନେ ପଡ଼ିଯାଉଛି, ଯାହାକି ଆଉ କାହାକୁ ଜଣା ନାହିଁ। ଭଲେ କେତେ ବି ଶାସ୍ତ୍ର ଆଦି ପଢ଼ୁଛନ୍ତି ବା ଶୁଣୁଛନ୍ତି, କିନ୍ତୁ କିଛି ଲାଭ ନାହିଁ। ସେମାନେ ସମସ୍ତେ ଉତ୍ତର୍ତ୍ତି କଳା ଅର୍ଥାତ୍ ନିମ୍ନଗାମୀ ଅବସ୍ଥାରେ ଅଛନ୍ତି। ତୁମେ ଏବେ ଉପରକୁ ଚଢ଼ୁଛ, ଘରକୁ ଫେରିଯିବା ପାଇଁ ନିଜେ ନିଜକୁ ପ୍ରସ୍ତୁତ କରୁଛ। ଏହି ପୁରୁଣା ବସ୍ତ୍ର ଅର୍ଥାତ୍ ଶରୀରକୁ ଛାଡ଼ି ଆମକୁ ଘରକୁ ଯିବାକୁ ହେବ। ମନ ଭିତରେ ଖୁସି ରହୁଛି ନା? ଘରକୁ ଯିବା ପାଇଁ ଅଧାକଳ୍ପ ଭକ୍ତି କରି ଆସିଛ, ସିଡ଼ିରେ ତଳକୁ ହିଁ ଖସିଛ। ଏବେ ବାବା ଆମକୁ ସହଜରେ ସବୁ କଥା ବୁଝାଉଛନ୍ତି। ତୁମମାନଙ୍କୁ ଖୁସି ଲାଗିବା ଦରକାର ଯେ ସ୍ୱୟଂ ଭଗବାନ ଆମକୁ ପଢ଼ାଉଛନ୍ତି। ମନ ଭିତରେ ଏହି ଖୁସି ବହୁତ ରହିବା ଦରକାର। ବାବା ସମ୍ମୁଖରେ ଆସି ପଢ଼ାଉଛନ୍ତି। ବାବା ଯିଏକି ସମସ୍ତଙ୍କର ପିତା ଅଟନ୍ତି, ସେ ଆମକୁ ପୁନର୍ବାର ପାଠ ପଢ଼ାଉଛନ୍ତି। ଏହିଭଳି ଅନେକ ଥର ପଢ଼ାଇଛନ୍ତି। ଯେତେବେଳେ ତୁମେ ଅଭିନୟ କରି କରି ଚକ୍ର ପୂରା କରୁଛ, ସେତେବେଳେ ବାବା ପୁଣି ଆସୁଛନ୍ତି। ବର୍ତ୍ତମାନ ତୁମେ ସୁଦର୍ଶନ ଚକ୍ରଧାରୀ ଅଟ। ତୁମେ ବିଷ୍ଣୁପୁରୀର ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ। ଦୁନିଆରେ ଆଉ କେହି ବି ଏହି ଜ୍ଞାନ ଦେଇପାରିବେ ନାହିଁ। ଶିବ ବାବା ଆମକୁ ପଢ଼ାଉଛନ୍ତି। ଏହି ଖୁସି କେତେ ମାତ୍ରାରେ ରହିବା ଦରକାର। ପିଲାମାନେ ଜାଣିଛନ୍ତି ଏହି ଶାସ୍ତ୍ର ପୁରାଣ ଆଦି ସବୁ ଭକ୍ତି ମାର୍ଗର ଅଟେ। ଏସବୁ ସଦ୍ଗତି ପାଇଁ ନୁହେଁ। ଭକ୍ତି ମାର୍ଗର ସାମଗ୍ରୀ ମଧ୍ୟ ଦରକାର ନା? ଭକ୍ତି ମାର୍ଗର ତ ବହୁତ ସାମଗ୍ରୀ ରହିଛି। ବାବା କହୁଛନ୍ତି ଏହାଦ୍ୱାରା ତୁମର ଅଧୋଗତି ହୋଇଛି। ଦୁନିଆରେ କେତେ ସ୍ଥାନରେ ଖୋଜୁଛନ୍ତି। ଏବେ ତୁମେ ଶାନ୍ତ ହୋଇ ବସିଛ।
ତୁମର ଖୋଜିବା ସବୁ ବନ୍ଦ ହୋଇଯାଇଛି। ଜାଣିଛ ଆଉ ବାକି ଅଳ୍ପ ସମୟ ଅଛି। ଆତ୍ମାକୁ ପବିତ୍ର କରିବା ପାଇଁ ବାବା ସେହି ରାସ୍ତା ବତାଉଛନ୍ତି। କହୁଛନ୍ତି ମୋତେ ମନେ ପକାଇଲେ ତୁମେ ତମ ପ୍ରଧାନରୁ ଶତପ୍ରଧାନ ହୋଇଯିବ ଏବଂ ଶତପ୍ରଧାନ ଦୁନିଆକୁ ଆସି ରାଜତ୍ୱ କରିବ। ଏହି ରାସ୍ତା ବାବା କଳ୍ପ କଳ୍ପ ଅନେକ ଥର ଆସି ବତାଇଛନ୍ତି। ନିଜର ଅବସ୍ଥାକୁ ମଧ୍ୟ ଦେଖିବାକୁ ପଡ଼ିବ। ବିଦ୍ୟାର୍ଥୀମାନେ ପୁରୁଷାର୍ଥ କରି ନିଜକୁ ଯୋଗ୍ୟ କରିଥାନ୍ତି ନା? ପାଠ ପଢ଼ାର ମଧ୍ୟ ରେଜିଷ୍ଟର ଥାଏ ଏବଂ ଚାଲିଚଳନର ମଧ୍ୟ ରେଜିଷ୍ଟର ଥାଏ। ଏଠାରେ ତୁମକୁ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ଦୈନିକ ନିଜର ଚାର୍ଟ ରଖିବା ଦ୍ୱାରା ବହୁତ ଉନ୍ନତି ହୋଇଥାଏ। ଏହାଦ୍ୱାରା ଚେକ୍ ହୋଇଯାଏ ଯେ ଆଜି ସାରା ଦିନରେ କୌଣସି ଆସୁରୀ କର୍ମ ହୋଇନାହିଁ ତ? ମୋତେ ତ ଦେବତା ହେବାର ଅଛି। ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ସମ୍ମୁଖରେ ରଖାଯାଇଛି। କେତେ ସାଧାରଣ ଚିତ୍ର ଅଟେ। ଉପରେ ଶିବ ବାବାଙ୍କର ଚିତ୍ର ରହିଛି। ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଏହି ବର୍ଷା ଦେଉଛନ୍ତି। ତେଣୁ ନିଶ୍ଚିତ ସଙ୍ଗମ ଯୁଗରେ ବ୍ରାହ୍ମଣ ବ୍ରାହ୍ମଣୀ ହୋଇଥିବେ ନା? ଦେବତାମାନେ ଥାଆନ୍ତି ସତ୍ୟ ଯୁଗରେ, ବ୍ରାହ୍ମଣ ଥାଆନ୍ତି ସଙ୍ଗମରେ। କଳି ଯୁଗରେ ଶୂଦ୍ର ଅଛନ୍ତି। ବିରାଟ ରୂପର ଚିତ୍ରକୁ ମଧ୍ୟ ବୁଦ୍ଧିରେ ଧାରଣ କର। ଏବେ ଆମେ ବ୍ରାହ୍ମଣ ଚୁଟି ଅର୍ଥାତ୍ ସର୍ବଶ୍ରେଷ୍ଠ ହୋଇଛୁ, ପୁଣି ଦେବତା ହେବୁ। ବାବା ଆସି ବ୍ରାହ୍ମଣମାନଙ୍କୁ ପାଠ ପଢ଼ାଉଛନ୍ତି ଦେବତା କରିବା ପାଇଁ। ସେଥିପାଇଁ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ସେତିକି ମଧୁର ଗୁଣ ସମ୍ପନ୍ନ ମଧ୍ୟ ହେବାକୁ ପଡ଼ିବ। କାହାକୁ ଦୁଃଖ ଦେବାର ନାହିଁ। ଯେପରି ଶରୀର ନିର୍ବାହ କରିବା ପାଇଁ ଗୃହସ୍ଥରେ ରହୁଥିବା ଆତ୍ମାକୁ କିଛି ନା କିଛି କର୍ମ କରିବାକୁ ପଡ଼ିଥାଏ, ସେହିପରି ଏଠାରେ ତୁମକୁ ମଧ୍ୟ ଯଜ୍ଞର ସେବା କରିବାକୁ ପଡ଼ିବ। ଯଜ୍ଞରେ ଯଦି କେହି ବେମାର ଅଛନ୍ତି, ସେବା କରିପାରୁନାହାନ୍ତି, ତେବେ ତାଙ୍କର ମଧ୍ୟ ସେବା କରିବାକୁ ପଡ଼ିବ। ଧରିନିଅ କେହି ବେମାର ଅଛନ୍ତି, ଶରୀର ଛାଡ଼ିଦେଲେ ତୁମକୁ ଦୁଃଖୀ ହେବାର ବା କାନ୍ଦିବାର କୌଣସି କଥା ନାହିଁ। ତୁମକୁ ତ ବିଲକୁଲ ଶାନ୍ତିରେ ବାବାଙ୍କର ସ୍ମୃତିରେ ରହିବାକୁ ହେବ। କୌଣସି ଶବ୍ଦ ଉଚ୍ଚାରଣ କରିବାର ନାହିଁ। ସେମାନେ ତ ଶ୍ମଶାନକୁ ନେଇଯିବା ବେଳେ ରାମ ନାମ ସତ୍ୟ ହେ କହି କହି ଯାଇଥାନ୍ତି। ତୁମକୁ ଏସବୁ କିଛି ବି କହିବାର ନାହିଁ। ତୁମେ ଶାନ୍ତି ଦ୍ୱାରା ବିଷୟ ଉପରେ ବିଜୟ ପ୍ରାପ୍ତ କରୁଛ। ସେମାନଙ୍କର ହେଲା ବିଜ୍ଞାନର ଶକ୍ତି, ତୁମର ହେଲା ଶାନ୍ତିର ଶକ୍ତି। ତୁମେ ପିଲାମାନେ ଜ୍ଞାନ ଏବଂ ବିଜ୍ଞାନର ମଧ୍ୟ ଯଥାର୍ଥ ଅର୍ଥକୁ ଜାଣିଛ। ଜ୍ଞାନ ହେଲା ଜାଣିବା ଏବଂ ବିଜ୍ଞାନ ହେଲା ସବୁକିଛି ଭୁଲିଯିବା। ଏହା ଜ୍ଞାନଠାରୁ ମଧ୍ୟ ଊର୍ଦ୍ଧ୍ୱରେ। ତୁମ ପାଖରେ ଜ୍ଞାନ ମଧ୍ୟ ଅଛି, ବିଜ୍ଞାନ ମଧ୍ୟ ଅଛି। ଆତ୍ମା ଜାଣିଛି ଯେ ମୁଁ ଶାନ୍ତିଧାମର ନିବାସୀ ଅଟେ। ପୁଣି ସୃଷ୍ଟିର ଜ୍ଞାନ ମଧ୍ୟ ରହିଛି। ତୁମେ ରୂପ ଏବଂ ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ। ବାବା ମଧ୍ୟ ରୂପ ବସନ୍ତ ଅଟନ୍ତି ନା? ବାବା ରୂପ ମଧ୍ୟ ଅଟନ୍ତି ଏବଂ ତାଙ୍କ ମଧ୍ୟରେ ସାରା ସୃଷ୍ଟିଚକ୍ରର ଜ୍ଞାନ ମଧ୍ୟ ରହିଛି। ସେମାନେ ବିଜ୍ଞାନ ଭବନ ନାମ ରଖିଦେଇଛନ୍ତି, ଅର୍ଥ କିଛି ବି ଜାଣିନାହାନ୍ତି। ତୁମେ ପିଲାମାନେ ଜାଣିଛ ବର୍ତ୍ତମାନ ସମୟରେ ବିଜ୍ଞାନ ଦ୍ୱାରା ସୁଖ ମଧ୍ୟ ମିଳୁଛି ଏବଂ ଦୁଃଖ ମଧ୍ୟ ମିଳୁଛି। ସେଠାରେ କେବଳ ସୁଖ ହିଁ ସୁଖ ରହିଛି। ଏଠାରେ ହେଲା ଅଳ୍ପ କାଳର ସୁଖ, ବାକି ତ ଦୁଃଖ ହିଁ ଦୁଃଖ। ଘର ପରିବାରରେ ମନୁଷ୍ୟ କେତେ ଦୁଃଖୀ ହୋଇ ରହିଥାଏ। କେହି କେହି ଏକଥା ମଧ୍ୟ ଭାବୁଛନ୍ତି ମରିଯାଆନ୍ତି କି ଏହି ଦୁଃଖ ଦୁନିଆରୁ ମୁକ୍ତି ପାଇଯାଆନ୍ତି। ତୁମେ ପିଲାମାନେ ତ ଜାଣିଛ ଯେ ବାବା ଆସିଛନ୍ତି ଆମକୁ ସ୍ୱର୍ଗବାସୀ କରିବା ପାଇଁ। କେତେ ଖୁସିରେ ଗଦଗଦ ହେବା ଦରକାର। କଳ୍ପ କଳ୍ପ ବାବା ଆମକୁ ସ୍ୱର୍ଗବାସୀ କରିବା ପାଇଁ ଆସୁଛନ୍ତି। ତେଣୁ ଏପରି ବାବାଙ୍କର ମତରେ ଚାଲିବା ଦରକାର ନା? ବାବା କହୁଛନ୍ତି ମିଠେ ବଚେ, କାହାକୁ କେବେ ବି ଦୁଃଖ ଦିଅ ନାହିଁ। ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହୁଅ। ଆମେ ଭାଇ ଭଉଣୀ ଅଟୁ। ଏହା ହେଲା ସ୍ନେହର ସମ୍ବନ୍ଧ। ଏହାଦ୍ୱାରା ଅନ୍ୟ କୌଣସି ଖରାପ ଦୃଷ୍ଟି ରହିପାରିବ ନାହିଁ। ପ୍ରତ୍ୟେକଙ୍କର ବେମାରୀ ଅଲଗା ଅଲଗା। ବାବା ସେହି ଅନୁସାରେ ପରାମର୍ଶ ମଧ୍ୟ ଦେଇଥାନ୍ତି। କେହି କେହି ପିଲାମାନେ ପଚାରୁଛନ୍ତି ବାବା, ଏ ପ୍ରକାରର ପରିସ୍ଥିତି ସୃଷ୍ଟି ହେଉଛି,
ଏହି ପରିସ୍ଥିତିରେ କ'ଣ କରିବୁ? ବାବା ବୁଝାଉଛନ୍ତି, ଭାଇ ଭଉଣୀଙ୍କ ମଧ୍ୟରେ ଦୃଷ୍ଟି ଖରାପ ହେବା ଉଚିତ ନୁହେଁ। କୌଣସି ପ୍ରକାରର ଝଗଡ଼ା ମଧ୍ୟ ନ ହେଉ। ମୁଁ ତୁମ ଆତ୍ମାମାନଙ୍କର ବାବା ଅଟେ ନା? ଶିବ ବାବା ବ୍ରହ୍ମାଙ୍କ ଶରୀର ଦ୍ୱାରା କହୁଛନ୍ତି, ପ୍ରଜାପିତା ବ୍ରହ୍ମା ତ ଶିବ ବାବାଙ୍କର ସନ୍ତାନ ହୋଇଗଲେ। ତାଙ୍କର ସାଧାରଣ ଶରୀରରେ ହିଁ ଶିବ ବାବା ଆସୁଛନ୍ତି ନା? ବିଷ୍ଣୁ ତ ହେଲେ ସତ୍ୟଯୁଗୀ। ବାବା କହୁଛନ୍ତି, ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ନୂଆ ଦୁନିଆ ରଚନା କରିବା ପାଇଁ ଆସିଛି। ବାବା ପଚାରୁଛନ୍ତି, ତୁମେ ବିଶ୍ୱର ମହାରାଜା ମହାରାଣୀ ହେବାକୁ ଚାହୁଁଛ? ପିଲାମାନେ କହୁଛନ୍ତି, ହଁ ବାବା, କାହିଁକି ନ ହେବୁ? ହଁ, ଏଥିପାଇଁ ପବିତ୍ର ରହିବାକୁ ପଡ଼ିବ। ପିଲାମାନେ କହୁଛନ୍ତି, ବାବା, ଏହା ତ ମୁସ୍କିଲ ଅଟେ। ଆରେ, ତୁମକୁ ବିଶ୍ୱର ମାଲିକ କରୁଛି। ତୁମେ ପବିତ୍ର ରହିପାରିବ ନାହିଁ? ତୁମକୁ ଲଜ୍ଜା ଲାଗୁନାହିଁ? ଲୌକିକ ପିତା ମଧ୍ୟ ବୁଝାଇଥାନ୍ତି ନା, ଖରାପ କର୍ମ କର ନାହିଁ। ଏହି ବିକାର ପାଇଁ ହିଁ ବିଘ୍ନ ପଡ଼ୁଛି। ଆରମ୍ଭରୁ ନେଇ ଆଜି ପର୍ଯ୍ୟନ୍ତ ଏଇଥିପାଇଁ ହିଁ ହଙ୍ଗାମା ହୋଇଆସିଛି। ବାବା କହୁଛନ୍ତି, ମଧୁର ସନ୍ତାନଗଣ, ବିକାର ଉପରେ ହିଁ ବିଜୟ ପ୍ରାପ୍ତ କରିବାକୁ ହେବ। ମୁଁ ଆସିଛି ପବିତ୍ର କରିବା ପାଇଁ। ତୁମମାନଙ୍କୁ ଠିକ୍ ଭୁଲ ଭଲ ମନ୍ଦ ବିଚାର କରିବା ପାଇଁ ବୁଦ୍ଧି ମିଳିଛି। ଏହି ଲକ୍ଷ୍ମୀ ନାରାୟଣ ହେଉଛନ୍ତି ତୁମ ପାଠପଢ଼ାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ସ୍ୱର୍ଗବାସୀମାନଙ୍କ ନିକଟରେ ଦୈବୀ ଗୁଣ ଏବଂ ନର୍କବାସୀଙ୍କ ନିକଟରେ ଅବଗୁଣ ରହିଥାଏ। ଏବେ ରାବଣର ରାଜ୍ୟ ଚାଲିଛି, ଏକଥା ମଧ୍ୟ କେହି ବୁଝିପାରୁନାହାନ୍ତି। ରାବଣକୁ ପ୍ରତିବର୍ଷ ଜଳାଉଛନ୍ତି, କାରଣ ଶତ୍ରୁ ଅଟେ ନା। ଜଳାଇ ହିଁ ଆସୁଛନ୍ତି, କିନ୍ତୁ ବୁଝୁନାହାନ୍ତି ଯେ ଇଏ କିଏ। ଆମେ ସମସ୍ତେ ରାବଣ ରାଜ୍ୟର ଅଟୁନା, ତେଣୁ ଆମେ ନିଶ୍ଚୟ ଅସୁର ହେଲୁ। କିନ୍ତୁ ନିଜକୁ କେହି ଅସୁର ବୋଲି ଭାବୁନାହାନ୍ତି। ବହୁତ ମଧ୍ୟ କହିଥାନ୍ତି, ଏହା ରାକ୍ଷସ ରାଜ୍ୟ ଅଟେ, ଯଥା ରାଜାରାଣୀ ତଥା ପ୍ରଜା। କିନ୍ତୁ ଏତିକି ବି ବୁଦ୍ଧି ନାହିଁ। ବାବା ଆସି ବୁଝାଉଛନ୍ତି ଯେ ରାମ ରାଜ୍ୟ ଅଲଗା ଏବଂ ରାବଣ ରାଜ୍ୟ ଅଲଗା। ଏବେ ତୁମେ ସର୍ବଗୁଣ ସମ୍ପନ୍ନ ହେଉଛ। ବାବା କହୁଛନ୍ତି, ମୋର ଯେଉଁ ଭକ୍ତମାନେ ଦେବତାମାନଙ୍କ ମନ୍ଦିରକୁ ଯାଇ ପୂଜା କରୁଛନ୍ତି, ସେମାନଙ୍କୁ ଜ୍ଞାନ ଶୁଣାଅ। ବାକି ନାସ୍ତିକମାନଙ୍କ ପାଇଁ ମୁଣ୍ଡ ଖରାପ କର ନାହିଁ। ମନ୍ଦିରମାନଙ୍କରେ ତୁମକୁ ବହୁତ ଭକ୍ତ ମିଳିବେ। ନାଡ଼ି ମଧ୍ୟ ଦେଖିବାକୁ ହେବ, ଅର୍ଥାତ୍ ମନୋଭାବକୁ ମଧ୍ୟ ନିରୀକ୍ଷଣ କରିବାକୁ ହେବ। ଡାକ୍ତରମାନେ ଦେଖିବା ମାତ୍ରେ କହିଦିଅନ୍ତି ଯେ ଏହାଙ୍କର ରୋଗ କ'ଣ। ଦିଲ୍ଲୀରେ ଅଜମଲ ଖାଁ ନାମକ ଜଣେ ଏହିଭଳି ବିଖ୍ୟାତ ବୈଦ୍ୟ ଥିଲେ। ବାବା ତ ତୁମକୁ 21 ଜନ୍ମ ପାଇଁ ସଦା ନିରୋଗୀ, ସଦା ସମ୍ପତ୍ତିବାନ କରିଦେଉଛନ୍ତି। ଏଠାରେ ତ ସମସ୍ତେ ରୋଗୀ ଅସୁସ୍ଥମାନେ ରହିଛନ୍ତି। ସେଠାରେ ତ କେବେ ରୋଗ ହୁଏ ନାହିଁ। ତୁମେ ସଦା ସୁସ୍ଥ, ସଦା ସମ୍ପତ୍ତିବାନ ହେଉଛ। ତୁମେ ନିଜର ଯୋଗବଳ ଦ୍ୱାରା କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରୁଛ। ତୁମକୁ ଏହି କର୍ମେନ୍ଦ୍ରିୟମାନେ କେବେ ବି ଧୋକା ଦେଇପାରିବେ ନାହିଁ। ବାବା ବୁଝାଉଛନ୍ତି, ପିଲାମାନେ, ଭଲ ଭାବରେ ବାବାଙ୍କୁ ମନେ ପକାଅ। ଦେହୀ ଅଭିମାନୀ ହୋଇ ରୁହ, ତେବେ କର୍ମେନ୍ଦ୍ରିୟ ଗୁଡ଼ିକ ଧୋକା ଦେବେ ନାହିଁ। ଏହିଠାରେ ହିଁ ତୁମେ ବିକାର ଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରୁଛ। ସେଠାରେ କାହାର କୁଦୃଷ୍ଟି ନଥାଏ। ରାବଣର ରାଜ୍ୟ ହିଁ ନଥାଏ। ତାହା ହେଲା ହିଁ ଅହିଂସକ ଦେବୀ ଦେବତାମାନଙ୍କର ଧର୍ମ। ଲଢ଼େଇ ଆଦିର କୌଣସି କଥା ହିଁ ନାହିଁ। ଏହି ଯୁଦ୍ଧ ମଧ୍ୟ ଶେଷ ଯୁଦ୍ଧ ହେବ, ଯାହାଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲିବ। ପୁଣି କେବେ ଲଢ଼େଇ ଲାଗିବ ହିଁ ନାହିଁ। ଏହି ଯଜ୍ଞ ମଧ୍ୟ ଶେଷ ଯଜ୍ଞ ହେବ। ପୁଣି ଅଧାକଳ୍ପ ପର୍ଯ୍ୟନ୍ତ କୌଣସି ଯଜ୍ଞ ହେବ ହିଁ ନାହିଁ। ଏଥିରେ ଦୁନିଆର ସମସ୍ତ ଆବର୍ଜନା ସୁହା ହୋଇଯାଉଛି। ଏହି ଯଜ୍ଞରୁ ହିଁ ବିନାଶର ଜ୍ୱାଳା ବାହାରିବ, ଯେଉଁଥିରେ ସାରା ଦୁନିଆ ବିନାଶ ହୋଇଯିବ। ପୁଣି ତୁମମାନଙ୍କୁ ସାକ୍ଷାତକାର ମଧ୍ୟ କରାଯାଇଛି। ସ୍ୱର୍ଗର ସୁବିରସ ଇତ୍ୟାଦି ମଧ୍ୟ ବହୁତ ସ୍ୱାଦିଷ୍ଟ ଏବଂ ଫାଷ୍ଟ କ୍ଲାସ୍ ହୋଇଥାଏ। ସେହି ରାଜ୍ୟର ସ୍ଥାପନା ଏବେ ତୁମେମାନେ କରୁଛ। ତେବେ ତୁମକୁ କେତେ ଖୁସି ରହିବା ଦରକାର। ତୁମର ନାମ ମଧ୍ୟ ଶିବଶକ୍ତି ଭାରତ ମାତା ଅଟେ। ଶିବଙ୍କଠାରୁ ତୁମେ ଶକ୍ତି ନେଉଛ କେବଳ ଯୋଗବଳ ଦ୍ୱାରା। ଏଣେ ତେଣେ ଧକ୍କା ଖାଇବାର କୌଣସି ଆବଶ୍ୟକତା ନାହିଁ। ସେମାନେ ଭାବୁଛନ୍ତି ଯେଉଁମାନେ ଭକ୍ତି କରୁନାହାନ୍ତି ସେମାନେ ନାସ୍ତିକ।
ତୁମେ କହୁଛ ଯେ ଯିଏ ରଚୟିତା ବାବା ଏବଂ ରଚନାକୁ ଜାଣିନାହାନ୍ତି ସେମାନେ ନାସ୍ତିକ ଅଟନ୍ତି। ତୁମେମାନେ ଏବେ ଆସ୍ତିକ ହୋଇଛ, ତ୍ରିକାଳଦର୍ଶୀ ମଧ୍ୟ ହୋଇଛ। 3 ଲୋକ ଏବଂ 3 କାଳକୁ ଜାଣି ଯାଇଛ। ଏହି ଲକ୍ଷ୍ମୀ ନାରାୟଣକୁ ବାବାଙ୍କ ଠାରୁ ଏହି ସମ୍ପତ୍ତି ମିଳିଛି। ଏବେ ତୁମେ ସେହିଭଳି ହେବାକୁ ଯାଉଛ। ଏହି ସବୁ କଥା ବାବା ହିଁ ବୁଝାଉଛନ୍ତି। ଶିବ ବାବା ନିଜେ କହୁଛନ୍ତି ଯେ ମୁଁ ଏହାଙ୍କ ମଧ୍ୟରେ ପ୍ରବେଶ କରି ବୁଝାଉଛି, ନଚେତ ମୁଁ ତ ନିରାକାର ଅଟେ, ବୁଝାଇବି କିପରି? କ'ଣ ପ୍ରେରଣା ଦ୍ୱାରା ପାଠ ପଢ଼ାଯାଏ କି? ପଢ଼ାଇବା ପାଇଁ ତ ମୁଖ ଦରକାର ନା। ଗୋମୁଖ ତ ଇଏ ବ୍ରହ୍ମା ଅଟନ୍ତି, ଇଏ ବଡ଼ ମମା ଅଟନ୍ତି ନା, ମାନବ ସମାଜର ମାତା ଅଟନ୍ତି। ବାବା କହୁଛନ୍ତି ମୁଁ ଏହାଙ୍କ ଦ୍ୱାରା ତୁମମାନଙ୍କୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛି, ଯୁକ୍ତି ବତାଉଛି। ଏଥିରେ ଆଶୀର୍ବାଦ କରିବାର କୌଣସି କଥା ନାହିଁ। ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ। ତୁମକୁ ଶ୍ରୀମତ ମିଳୁଛି, ଏଥିରେ କୃପା ଇତ୍ୟାଦିର କୌଣସି କଥା ନାହିଁ। କହୁଛନ୍ତି ବାବା ବାରମ୍ବାର ଭୁଲି ହୋଇଯାଉଛି, କୃପା କର। ଆରେ ବାବାଙ୍କୁ ମନେ ପକାଇବାର କାମ ତ ତୁମର। ମୁଁ କି କୃପା କରିବି? ମୋ ପାଇଁ ତ ସମସ୍ତେ ପିଲା ଅଟନ୍ତି। କୃପା କରିବି ତ ସମସ୍ତେ ରାଜା ହୋଇଯିବେ। ପଦ ତ ପାଠପଢ଼ା ଅନୁସାରେ ପାଇବେ। ତୁମକୁ ତ ପାଠ ପଢ଼ିବାକୁ ପଡ଼ିବ ନା। ତୁମେ ପୁରୁଷାର୍ଥ କରିଚାଲ। ପରମ ପ୍ରିୟ ବାବାଙ୍କୁ ମନେ ପକାଇବାକୁ ହେବ। ପତିତ ଆତ୍ମା ତ ଘରକୁ ଫେରି ଯାଇପାରିବ ନାହିଁ। ବାବା କହୁଛନ୍ତି ଯେତେ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହେବ। ପବିତ୍ର ଆତ୍ମା ଏଠାରେ ରହିପାରିବେ ନାହିଁ। ପବିତ୍ର ହେଲେ ପୁଣି ନୂଆ ଶରୀର ଦରକାର। ପବିତ୍ର ଆତ୍ମାକୁ ଅପବିତ୍ର ଶରୀର ମିଳିବାର ନିୟମ ନାହିଁ। ସନ୍ନ୍ୟାସୀମାନେ ମଧ୍ୟ ବିକାରରୁ ଜନ୍ମ ନେଇଥାନ୍ତି ନା। ଏହି ଦେବତାମାନେ ବିକାରରୁ ଜନ୍ମ ନେଉନାହାନ୍ତି, ଯଦ୍ୱାରା ପବିତ୍ର ହେବା ପାଇଁ ସନ୍ନ୍ୟାସ କରିବାକୁ ପଡ଼ିବ। ଏମାନେ ତ ଉଚ୍ଚ ହେଲେ ନା। ସଚା ସଚା ମହାତ୍ମା ଏହି ଦେବତାମାନେ, ଯିଏକି ସର୍ବଦା ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି। ସେଠାରେ ରାବଣ ରାଜ୍ୟ ନଥାଏ, ତାହା ଶତପ୍ରଧାନ ରାମରାଜ୍ୟ ଅଟେ। ବାସ୍ତବରେ ରାମ ମଧ୍ୟ କହିବା ଉଚିତ ନୁହେଁ, ଇଏ ତ ଶିବ ବାବା ଅଟନ୍ତି ନା। ଏହାକୁ କୁହାଯାଏ ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ। ରୁଦ୍ର ବା ଶିବ ଏକ ଅଟନ୍ତି। ଶ୍ରୀକୃଷ୍ଣଙ୍କର ଏଥିରେ ତ ନାମ ନାହିଁ। ଶିବ ବାବା ଆସି ଜ୍ଞାନ ଶୁଣାଉଛନ୍ତି। ତେଣୁ ସେମାନେ ରୁଦ୍ର ଯଜ୍ଞର ରଚନା କରିବା ସମୟରେ ମାଟିର ଶିବଲିଙ୍ଗ ଏବଂ ଶାଳଗ୍ରାମ ତିଆରି କରିଥାନ୍ତି। ପୂଜା କରିସାରି ପୁଣି ଭାଙ୍ଗି ଦେଇଥାନ୍ତି। ଯେପରି ବାବା ଦେବୀମାନଙ୍କର ଉଦାହରଣ ଦିଅନ୍ତି। ଦେବୀମାନଙ୍କୁ ଶୃଙ୍ଗାର କରି ଖୁଆଇ ପିଆଇ ପୂଜା କରି ପୁଣି ବୁଡ଼େଇ ଦିଅନ୍ତି। ସେହିପରି ଶିବ ବାବା ଏବଂ ଶାଳଗ୍ରାମମାନଙ୍କର ବଡ଼ ସ୍ନେହରେ ଏବଂ ପବିତ୍ର ଭାବରେ ପୂଜା କରି ପୁଣି ବିସର୍ଜନ କରିଦିଅନ୍ତି। ଏ ହେଉଛି ସାରା ଭକ୍ତିର ବିସ୍ତାର। ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଯେତିକି ବାବାଙ୍କର ସ୍ମୃତିରେ ରହିବ ସେତିକି ଖୁସିରେ ରହିବ। ପ୍ରତ୍ୟେକ ଦିନ ରାତିରେ ନିଜର ଚାଟ୍ ଦେଖିବା ଦରକାର। କୌଣସି ଭୁଲ କରିନାହିଁ ତ? ନିଜର କାନ ଧରିବା ଦରକାର। ବାବା ଆଜି ମୋ ଦ୍ୱାରା ଏହି ଭୁଲ ହୋଇଗଲା, କ୍ଷମା କରିଦିଅ। ବାବା କହୁଛନ୍ତି ସତ୍ୟ କଥା ଲେଖିଲେ ଅଧା ପାପ କଟିଯିବ। ବାବା ତ ଅଛନ୍ତି ନା। ଯଦି ନିଜର କଲ୍ୟାଣ କରିବାକୁ ଚାହୁଁଛ ତେବେ ଶ୍ରୀମତରେ ଚାଲ। ପୋତାମେଲେ ରଖିବା ଦ୍ୱାରା ବହୁତ ଉନ୍ନତି ହେବ। ଖର୍ଚ୍ଚ ତ କିଛି ନାହିଁ। ଉଚ୍ଚ ପଦ ପାଇବାର ଅଛି ତ ମନ ବଚନ କର୍ମରେ କାହାରିକୁ ଦୁଃଖ ଦିଅ ନାହିଁ। କେହି କିଛି କହିଲେ ଶୁଣି ନ ଶୁଣିଲା ପରି ରହିଯାଅ। ଏହି ମେହନତ କରିବାକୁ ହେବ। ବାବା ଆସୁଛନ୍ତି କେବଳ ତୁମ ପିଲାମାନଙ୍କର ଦୁଃଖ ଦୂର କରି ସଦାକାଳ ସୁଖ ଦେବା ପାଇଁ। ତେଣୁ ପିଲାମାନଙ୍କୁ ମଧ୍ୟ ଏହିପରି ହେବାକୁ ପଡ଼ିବ। ସବୁଠାରୁ ଭଲ ସେବା ମନ୍ଦିରମାନଙ୍କରେ ହେବ। ସେଠାରେ ତୁମକୁ ଆତ୍ମାମାନେ ଧର୍ମ ମନୋବୃତ୍ତିରେ ସମ୍ପନ୍ନ ମିଳିବେ। ପ୍ରଦର୍ଶନୀକୁ ମଧ୍ୟ ବହୁତ ଆତ୍ମା ଆସୁଛନ୍ତି। ପ୍ରୋଜେକ୍ଟର ଠାରୁ ମଧ୍ୟ ପ୍ରଦର୍ଶନୀ ଓ ମେଳା ଇତ୍ୟାଦିରେ ଭଲ ସେବା ହେଉଛି। ମେଳାରେ ଖର୍ଚ୍ଚ ହୋଇଥାଏ, ତେଣୁ ଫାଇଦା ମଧ୍ୟ ରହିଛି ନା। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବା ଠିକ୍ ଭୁଲ ବିଚାର କରିବାର ବୁଦ୍ଧି ଦେଇଛନ୍ତି। ସେହି ବୁଦ୍ଧିର ଆଧାରରେ ଦୈବୀ ଗୁଣ ଧାରଣ କରିବାକୁ ହେବ। କାହାକୁ ବି ଦୁଃଖ ଦେବାର ନାହିଁ। ପରସ୍ପର ମଧ୍ୟରେ ଭାଇ ଭଉଣୀର ସଚା ସ୍ନେହ ରହୁ। କେବେ ହେଲେ କୁଦୃଷ୍ଟି ନ ହେଉ। 2 ନମ୍ବର। ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶକୁ ପାଳନ କରି ଭଲ ଭାବରେ ପାଠ ପଢ଼ି ନିଜ ଉପରେ ନିଜେ ହିଁ କୃପା କରିବାକୁ ହେବ। ନିଜର ଉନ୍ନତି ପାଇଁ ଚାଟ ରଖିବାକୁ ହେବ। କେହି ଯଦି ଦୁଃଖ ଦେଲା ଭଳି କଥା କହୁଛି, ତେଣୁ ଶୁଣି ନ ଶୁଣିବା ଭଳି ରହିଯିବାକୁ ହେବ। ଆଜିର ବରଦାନ। ଈଶ୍ୱରୀୟ ସଭ୍ୟତାର ସଂସ୍କାର ଦ୍ୱାରା ପ୍ରତ୍ୟେକଙ୍କର ବିଶେଷତାକୁ ବର୍ଣ୍ଣନା କରୁଥିବା ପୁଣ୍ୟ ଆତ୍ମା ହୁଅ। ଈଶ୍ୱରୀୟ ସଭ୍ୟତାର ସଂସ୍କାର ଦ୍ୱାରା ପ୍ରତ୍ୟେକଙ୍କର ବିଶେଷତାକୁ ବର୍ଣ୍ଣନା କରୁଥିବା ପୁଣ୍ୟ ଆତ୍ମା ହୁଅ। ଡିଟେଲ୍ସ। ସର୍ବଦା ନିଜକୁ ବିଶେଷ ଆତ୍ମା ମନେକରି ପ୍ରତ୍ୟେକ ସଂକଳ୍ପ ବା କର୍ମ କରିବା ଏବଂ ପ୍ରତ୍ୟେକଙ୍କ ଭିତରେ ବିଶେଷତାକୁ ଦେଖିବା, ତାକୁ ବର୍ଣ୍ଣନା କରିବା, ସମସ୍ତଙ୍କୁ ବିଶେଷ ଆତ୍ମା କରିବାର ଶୁଭ ଏବଂ କଲ୍ୟାଣକାରୀ କାମନା ରଖିବା, ଏହା ହିଁ ହେଉଛି ଈଶ୍ୱରୀୟ ରାଜକୀୟତା ବା ସଭ୍ୟତା। ରାଜକୀୟ ଆତ୍ମାମାନେ ଅନ୍ୟମାନଙ୍କ ଦ୍ୱାରା ତ୍ୟାଗ କରାଯାଇଥିବା ଜିନିଷକୁ ନିଜ ଭିତରେ ଧାରଣ କରିପାରିବେ ନାହିଁ। ସେଥିପାଇଁ ସର୍ବଦା ଧ୍ୟାନ ରହୁ ଯେ କାହାର ଦୁର୍ବଳତା ବା ଅବଗୁଣକୁ ଦେଖିବାର ନେତ୍ର ଯେପରି ସର୍ବଦା ବନ୍ଦ ରହେ। ତେଣୁ ପରସ୍ପରର ଗୁଣଗାନ କର, ସ୍ନେହ ଏବଂ ସହଯୋଗର ପୁଷ୍ପର ଆଦାନ ପ୍ରଦାନ କର, ତେବେ ପୁଣ୍ୟ ଆତ୍ମା ପାଲଟିଯିବ। ଆଜିର ସ୍ଲୋଗାନ। ବରଦାନର ଶକ୍ତି ପରିସ୍ଥିତି ରୂପୀ ଅଗ୍ନିକୁ ମଧ୍ୟ ପାଣି କରିଦିଏ। ବରଦାନର ଶକ୍ତି ପରିସ୍ଥିତି ରୂପୀ ଅଗ୍ନିକୁ ମଧ୍ୟ ପାଣି କରିଦିଏ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। ନିରାକାରୀ ସ୍ୱରୂପର ମୁଖ୍ୟ ଶିକ୍ଷାର ବରଦାନ ହେଲା କର୍ମାତୀତି ଭବ। ଆକାରୀ ସ୍ୱରୂପ ଅଥବା ଫରିସ୍ତା ସ୍ଥିତିର ବରଦାନ ହେଲା ଡବଲ ଲାଇଟି ଭବ। ଡବଲ ଲାଇଟି ଅର୍ଥାତ୍ ସର୍ବ କର୍ମ ବନ୍ଧନ ଗୁଡ଼ିକରୁ ହାଲୁକା ଏବଂ ଲାଇଟି ଅର୍ଥାତ୍ ସର୍ବଦା ପ୍ରକାଶମୟ ସ୍ୱରୂପରେ ସ୍ଥିତ ରହୁଥିବା ଆତ୍ମା। ଏହିଭଳି ଡବଲ ଲାଇଟି ସ୍ଥିତିରେ ସ୍ଥିତ ରହୁଥିବା ଆତ୍ମାମାନେ ସହଜରେ କର୍ମାତୀତି ସ୍ଥିତିକୁ ପ୍ରାପ୍ତ କରିପାରିବେ। ତେଣୁ ସେବା ଭିତରେ ରହୁଥିଲେ ମଧ୍ୟ ଏବେ ଏହି ଧୁନ ଲଗାଅ, ଅର୍ଥାତ୍ ତୀବ୍ର ଇଚ୍ଛା ପ୍ରକଟ କର ଯେ ମୋତେ ସମ୍ପନ୍ନ ବା କର୍ମାତୀତି ହେବାକୁ ହିଁ ପଡ଼ିବ। ଓମ୍